ନମ। ଆଜିର ସାଇ ସନ୍ଦେଶ ଭଜା ଚଣାର ଲୀଳା କିପରି ସାଇବାବା କରିଥିଲେ ସେ ବିଷୟରେ ଆମେ କହିବା ଆଜି। ଶେଷ ପର୍ଯ୍ୟନ୍ତ ଦେଖିବେ, ସ୍କିପ୍ କରିବେ ନାହିଁ। ଶିରିଡ଼ି ଗାଁରେ ପ୍ରତି ରବିବାର ହାଟ ବସେ। ପାଖ ଗାଁରେ ଲୋକେ ହାଟରେ ଦୋକାନ ଦେଇ ଜିନିଷପତ୍ର ବିକ୍ରି କରନ୍ତି। ସାଧାରଣତଃ ମଧ୍ୟାହ୍ନ ସମୟରେ ଲୋକମାନଙ୍କର ପ୍ରବଳ ଭିଡ଼ ହୁଏ। ରବିବାର ଦିନ ସବୁଦିନ ଅପେକ୍ଷା ବେଶୀ ଗହଳି ଜମିଥାଏ। ସୋରିଷ ପକାଇବାକୁ ଜାଗା ନଥାଏ। କୌଣସି ଏକ ଦିନ ଭକ୍ତ ଶ୍ରୀ ହେମନ୍ତପନ୍ତଙ୍କର ବାବାଙ୍କର ଚରଣ ସେବା କରୁଥିଲେ। ଶ୍ୟାମା ବାବାଙ୍କ ବାମ ପାଖରେ, ବାମନରାଓ ବାବାଙ୍କ ଡାହାଣ ପାର୍ଶ୍ୱରେ ବସିଥିଲେ। ଶ୍ରୀମାନ ବୁଟି କାକା ସାହେବ ଦୀକ୍ଷିତ ସେଠାରେ ପହଞ୍ଚିଲେ। ସର୍ବେ ବାବା ଶ୍ରୀ ସାଇଙ୍କ ଭକ୍ତ। ସେ ସମୟରେ ଶ୍ୟାମ ହସି ହସି ଅନ୍ନ ସାହେବକୁ କହିଲେ, ଦେଖ, ତୁମ କୋଟ ପକେଟରେ ମନେହୁଏ କେତୋଟି ଚଣା ଲାଗିଛି। ଏକଥା କହି ତାଙ୍କ ପକେଟକୁ କେତୋଟି ଚଣା ପାଇଲେ। ହେମନ୍ତପନ୍ତ ତାଙ୍କ ବାମ ହାତକୁ ଝାଡ଼ି ଦେବାରୁ କେତୋଟି ଚଣା ତଳେ ପଡ଼ିଲା। ସେଠାରେ ଥିବା ଲୋକେ ସେ ସବୁକୁ ଗୋଟାଇ କରି ଖାଇଲେ। କେହି ଜଣେ ବୁଝିପାରିଲେ ନାହିଁ ଚଣାଗୁଡ଼ିକ କିପରି ଭାବରେ ଆସିଲା। ସେ ପର୍ଯ୍ୟନ୍ତ କୋଟ ପକେଟରେ କିପରି ଭାବରେ ରହିଥିଲା। ସମସ୍ତେ ଏହାର ରହସ୍ୟ ଜାଣିବାକୁ ବିବ୍ରତ ହୋଇ ପଡ଼ିଲେ। ସଠିକ୍ ଉତ୍ତର କାହାରିକୁ ଜଣା ନଥିଲା। ଠିକ୍ ସେହି ସମୟରେ ବାବା ଶ୍ରୀ ସାଇ କହିଲେ ଯେ, ଆନ୍ନା ସାହେବଙ୍କର ଏକା ଏକା ଖାଇବାର ବଦ ଅଭ୍ୟାସ ରହିଛି। ଆଜି ହାଟ ପାଳି ସେ ଚଣା ଖାଇ ଖାଇ ଆସିଛନ୍ତି ବୋଲି ଚଣାର ଲୀଳା ତା'ର ପ୍ରମାଣ। ଏସବୁ ଆଶ୍ଚର୍ଯ୍ୟ ହେବାର କାରଣ? ଅଭ୍ୟାସ ନାହିଁ, ମୋତେ ଦୋଷ କରୁଛନ୍ତି। ଦୋଷ କାହିଁକି ଦେଉଛନ୍ତି? ମୁଁ ଏପର୍ଯ୍ୟନ୍ତ ଶିରିଡ଼ିରେ ହାଟ ଦେଇନାହିଁ, କେବେ ବି ବଜାରକୁ ଯାଏ ନାହିଁ। ତେଣୁ ଚଣା କୁଆଡ଼େ ଆଣିବି ପ୍ରଶ୍ନ ଉଠୁଥାଏ। ମୋ ଖାଇବା ସମୟରେ ଯେଉଁମାନେ ମୋ ପାଖରେ ଥାନ୍ତି ସେମାନଙ୍କୁ ଦେଇ ମୁଁ ଖାଏ। କାହାରିକୁ ନ ଦେଇ ମୁଁ କେବେ ଖାଦ୍ୟ ଗ୍ରହଣ କରେ ନାହିଁ। ଏକଦା କୃଷ୍ଣ ବଳରାମ ଜଙ୍ଗଲକୁ କାଠ ଆଣିବାକୁ ଗଲେ। ଋଷିପତ୍ନୀ ମଧ୍ୟ ଏହି କାର୍ଯ୍ୟରେ ସୁଦାମକୁ ପଠାଇଲେ ଏବଂ ତାଙ୍କ ହାତରେ କିଛି ଚଣା ଭଜା ତିନି ଜଣଙ୍କ ପାଇଁ ଖାଇବାକୁ ଦେଲେ। ଜଙ୍ଗଲରେ କୃଷ୍ଣ ସୁଦାମକୁ ପଚାରିଲେ, ଭାଇ, ମୋତେ ମୁନ୍ଦେ ପାଣି ଦିଅ, ମୋତେ ଭାରି ଶୋଷ କରୁଛି। ସୁଦାମ କହିଲେ, ପେଟରେ ପାଣି ପିଇବା ଅନୁଚିତ। ଏଥିପାଇଁ କ୍ଷତି, ବରଂ କିଛି ସମୟ ବିଶ୍ରାମ କରି ନିଅ। ସୁଦାମ ନେଇଥିବା ଚଣା ଭଜା ସମ୍ପର୍କରେ କିଛି ବି ସୂଚନା ଦେଉନଥିଲେ। କୃଷ୍ଣ ଅତ୍ୟନ୍ତ କ୍ଳାନ୍ତ ଥିଲେ। ତେଣୁ ସେ ସୁଦାମକୁ କୋଳରେ ମୁଣ୍ଡ ରଖି ନିଦ୍ରା ରହିଲେ। ସୁଦାମ ଏହା ସୁଯୋଗରେ ଚଣା ତକ ନିଜେ ଚୋବାଇ ଖାଇବାକୁ ଲାଗିଲେ। ଏ ସମୟରେ କୃଷ୍ଣଙ୍କର ନିଦ ଭାଙ୍ଗିଯାଇଛି। କୃଷ୍ଣ ସୁଦାମକୁ ପଚାରିଲେ, ଭାଇ, ତମେ କ'ଣ ଖାଉଛ? ମୁଁ ଯେଉଁ ଶବ୍ଦ ଶୁଣିଲି ସେ ଶବ୍ଦ କେଉଁଠୁ ଆସୁଛି? ସୁଦାମ କହିଲେ, ଖାଇବା ପାଇଁ ଏଠାରେ ଅଛି କ'ଣ ବା ମୁଁ ଖାଇବି? ମୁଁ ଶୀତରେ ଥରୁଛି। ଦାନ୍ତରେ ଦାନ୍ତ ବାଜି ଶବ୍ଦ ହେଉଛି, ଶୁଣିଥିବ। ଦେଖେ, ମୁଁ ଠିକ୍ ଭାବରେ ବିଷ୍ଣୁ ସହସ୍ରନାମ ଉଚ୍ଚାରଣ କରିପାରୁ ନାହିଁ। ଏକଥା ଶୁଣି ଅନ୍ତର୍ଯ୍ୟାମୀ ଶ୍ରୀକୃଷ୍ଣ କହିଲେ, ସଖା, ଏବେ ସ୍ୱପ୍ନ ଦେଖୁଛି। ଜଣେ ଲୋକ ଆଉ ଜଣଙ୍କର ଖାଦ୍ୟ ଖାଇ ଯାଉଛି। ସୁଦାମକୁ ଯେତେବେଳେ ସେ ବିଷୟରେ ଶ୍ରୀକୃଷ୍ଣ ପଚାରିଲେ, ସୁଦାମ କହିଲେ, ତୁମେ ପାଉଁଶ ଖାଉଛ? ଶ୍ରୀକୃଷ୍ଣ କହିଲେ, ସେଇ କଥା ହେଉ। ସଖା, ଏହା ମୋର କେବେ ସ୍ୱପ୍ନ? ମୁଁ ତ ଜାଣେ ତମେ ମୋତେ ଛାଡ଼ି ଅନ୍ୟର ଗୋଟିଏ କଣିକା ମାତ୍ର ଖାଇବ ନାହିଁ। ମୁଁ କେବଳ ସ୍ୱପ୍ନରେ ଭୋକ ହୋଇ ଏପରି ପ୍ରଶ୍ନ କରି। ସଖା, ଶ୍ରୀକୃଷ୍ଣଙ୍କୁ ତତ୍ତ୍ୱଜ୍ଞାନ ସର୍ବଜ୍ଞତା ସମ୍ପର୍କରେ ଯେବେ କିଞ୍ଚିତ ମାତ୍ର ଜ୍ଞାତ ଥାନ୍ତା ତେବେ ସେ ଏହି ଧରଣର ଆଚରଣ କରିନଥାନ୍ତେ।
ସେ ଯାହା ହେଉ ସୁଦାମଙ୍କର ପ୍ରିୟ ସଖା। ଅତୁଳନୀୟ ଅପୂର୍ବ ପ୍ରେମ ଶ୍ରଦ୍ଧା ସୁଦାମଙ୍କର ଶ୍ରୀକୃଷ୍ଣ ପ୍ରତି ଥିଲା। ଏହି କାହାଣୀରେ ଏହି ଗୁରୁତ୍ୱ ଦିଆଯାଇଛି ଯେ ପ୍ରଥମେ ଈଶ୍ୱରଙ୍କୁ ଅର୍ପଣ କରି ପରେ ତାଙ୍କର ଉଦ୍ଦିଷ୍ଟ ଅନ୍ନ ଗ୍ରହଣ କରିବା ଉଚିତ। ବାବା ଶ୍ରୀ ଶିରିଡ଼ି ସାଇ ହାସ୍ୟ ରହସ୍ୟ ରହିତ ଏହି ଶିକ୍ଷା ଦେଇଛନ୍ତି। ଆପଣମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଲା କମେଣ୍ଟ, ଲାଇକ୍, ସେୟାର କରିବେ। ଓମ୍ ସାଇ।